ମାସିଆ ଦିନ ଆପଣମାନେ ହିସାବ କରିବେ। ଏଇଟା ହେଲା ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ପଶନ୍ତି। ମହାପ୍ରଭୁଙ୍କୁ ଯେତେବେଳେ 108 ଦିନ ପେଟେଇଲା ବେଳେ ମଧ୍ୟ ଉତ୍ସବ ହୁଏ। ପ୍ରତି ଘଟଣାରେ ଆମ ପରିବାରରେ ପରମ୍ପରାରେ ଉତ୍ସବ ଅଛି। ଏଇଟା ହେଉଛି ପାର୍ଶ୍ୱ ପରିବର୍ତ୍ତନ ଉତ୍ସବ। ଆରେ ଭଲ ମନ୍ଦ ଦିନେ ପିଲାକୁ ଖୁଆଇ ଦେଇକିରି ମା ମାନେ ଶୁଆଇ ଦିଅନ୍ତି ଗୋଟେ ପାଖରେ। ଏବେ ମା କ'ଣ କଲେ, ଗହଳ ଚହଳ ପିଲା ଉଠି ପଡ଼ିବ, ତେଣୁ ଖଳା ଅଗଣାରେ ବୋଝେଇ ଶଗଡ଼ ଉପରେ ଝିନ୍ନ ପତଳା ଲୁଗା ଢାଳି ଦେଲେ। ପୌଷ ମାସରେ କାକର ଦିନ ଉଷୁମ ଉଷୁମ ଖରା ହେଉଥିବ, ସେଇ ଶଗଡ଼ ତଳେ ଶୁଆଇ ଦେଲେ। ଗୋଟେ ଅସୁର ଥିଲା, ତା ନାଁ ହେଉଛି ଉତ୍କଚ ଅସୁର। ଇଏ ହିରଣ୍ୟାକ୍ଷର ପୁଅ, ନାଁଟା ହେଉଛି ଉତ୍କଚ। ଆଜିକାଲି ମଧ୍ୟ ଉତ୍କଚ ବଞ୍ଚିଛି ଯେ ଟେବୁଲ ତଳେ ପାକେଟରେ ହାତରେ ପଛକାନି ନା ବୁଝା ପଡ଼ୁନି। ଇଏ ତ ଗୁମସ୍ତା ଲୋକ, ବେଶୀ ବୁଝୁଥିବ। ତା ବାପା ନାଁ ହେଉଛି ହିରଣ୍ୟାକ୍ଷ। ଉତ୍କଚ ଜନ୍ମ ହେଲା ବେଳକୁ ଦିନକୁ 4 ହାତ ବଢ଼ୁଥିଲା, ମାସକୁ 120 ହାତ ଉଚ୍ଚ। ମାସିକିଆ ପିଲାକୁ ଯିଏ ଦେଖିବ ଟୋପି ଖସି ପଡ଼ିବ, ହାତ ହଲେଇ ହଲେଇ ଯାଉଥିଲା। ଲୋମସ ମୁନିଙ୍କର ବିରାଟ ବିରାଟ ଦ୍ରୁମ ଗୁଡ଼ାକ ଧରାଶାୟୀ ହେଇଗଲେ, ତଳେ ପଡ଼ିଗଲେ। ଲୋମସ ମୁନି ଅଭିଶାପ ଦେଇଦେଲେ। ଆରେ ଅଭିଶାପକୁ ଏବେ ନିଅ, ଅଦୃଶ୍ୟ ସତେ ରହିଥାଉ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ତତେ କେ ଦେଖି ନ ପାରଇ, ଅଦୃଶ୍ୟ ଭାବେ ରହିଥାଇ। ଅଦୃଶ୍ୟ ଭାବେ ରହିଥାଇ, ଅଦୃଶ୍ୟ ରହିଥାଇ। କାନ୍ଦିଲା ଉତ୍କଚ। ମୁଁ ଉତ୍କଚ ଖାଲି କଥାଟା ମଜାରେ ବୁଝିବା ପାଇଁ ଗୁମସ୍ତା ବାବୁଙ୍କୁ କହିଦେଲି ସିନା, ସିଏ କେବେ ନିଅନ୍ତି ନାହିଁ। ସଚ୍ଚୋଟ ଚାକିରିଆ, ମୋ ନିଜର ଅତି ପ୍ରାଣର କଣ୍ଡେ। ଏମିତି ମଜାରେ ଉତ୍କଚ ବୋଲେ ବୁଝି ପାରିବ ବୋଲି ମୁଁ କହିଲି। ସେଦିନରୁ ଉତ୍କଚ ଅଦୃଶ୍ୟରେ ଥିଲା, ଆଉ ମରି ପାରୁନଥିଲା। ଉଦ୍ଧାର କେମିତି ହବ ନା, ଲୋମସ ମୁନି କହିଲେ, ଶ୍ରୀକୃଷ୍ଣ ଚରଣ ଲାଗିଲେ କଳମସ କଟି ଯିବ ବୋଲେ। ଗୋବିନ୍ଦ 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 ପଦ୍ମଳୁଛି ମକରନ୍ଦ। ଯେ ଯେତେ ପାପ କରୁନା କାହିଁକି, ଏଇଟା ଆଉ ଗୋଟେ ତତ୍ୱାର୍ଥ। କୃଷ୍ଣଙ୍କର ପାଦ ସ୍ପର୍ଶ ହେଇଗଲେ ସେ ଲୋପ ପାଇଯାଏ। ଉତ୍କଚ ମାଗଣା ଭାତିଆ ପାଇ ଅଦୃଶ୍ୟ ସତ୍ତାରେ କଂସ ଦରବାରରେ ଥିଲା। ରହସ୍ୟଟା ଏତିକି। ଆଜ୍ଞା, ଶଗଡ଼ ଅସୁର ନାହିଁ। ଆଜି ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ଶଗଡ଼ାସୁର ନାହିଁ, ତାହା ନାହିଁ। ତା ରହସ୍ୟଟା ଲୁକାୟିତ ଅଛି। ଆଜି କଂସକୁ କହୁଛି ମଣିମା, ନା କ'ଣ ହେଲା ରେ, ନା ଗୋଟେ ଲେଡିଟାକୁ ପଠେଇଲ କିଏ ପ୍ରଥମ ଦିନ। ମୁଁ ଥାଉ ଅନୁକୂଳରେ ବସରେ ବସଉନାହାନ୍ତି। ଆପଣ ପରୀକ୍ଷା କରି ଦେଖନ୍ତୁ, ବସ୍ ଥିବ, ଜଣେ କୌଣସି ସ୍ତ୍ରୀ ଲୋକ ଯିବ, ରହିଥ ପଛେ ବସିବ, କିନ୍ନର ନାହିଁ କରିଦେବ। ସମସ୍ତରେ କ'ଣ ପାଇଁ ତ ମୁଁ କହିବିନି, ସମସ୍ତେ କହିବେ, କାରଣ ସିଏ ହେଉଛି ପଛକୁ ଚାଲ ଜାତି। କ'ଣ ପାଇଁ ବୋଲେ ଏଇଟା, ମାନେ ଆପଣ ଜଗତରେ ଯାହାକୁ ଦେଖିବେ କହିବେ ଆଗେ ଚାଲ ଆଗେ ଚାଲ ଆଗେ ଚାଲ, କିନ୍ତୁ ବସ୍ ବାଲା କହିବ ପିଛେ ଚାଲ ପିଛେ ଚାଲ ପିଛେ ଚାଲ। ଆହୁରି ବୁଝିଲାନି, ଯୋଉଟାକ ନେଗେଟିଭ ପଏଣ୍ଟ, ମାଇନସ୍ ବାଲା। ପଛକୁ ପେଲିକିରି ଜାଗା ହେଲେ ଆଉ ଯେତେ ପାସେଞ୍ଜର ଚଢ଼େଇବେ। ଜଗତରେ ସମସ୍ତେ କହିବେ ଆଗକୁ ମାଡ଼ି ଚାଲ, ଇଏ ଗୋଟିଏ ଲୋକ ଅଛି, ତା ନା କଣ୍ଡକ୍ଟର, ସେ ପଛକୁ ପେଲିବ।
ସତ ନା ମିଛ? ଆସନ୍ତୁ ଏଥର ଯିବା। ତାଙ୍କର ସବୁ ବିପରୀତ ବିଚାର। ମା ହେଉଛି ସର୍ବଦଉ। ଆରେ ବୋକା, ଠାକୁରାଣୀଙ୍କର ଫଟୋ ରଖିଲୁ, ତାରିଣୀ ମାଙ୍କର ଚିତ୍ର ରଖିଲୁ, ମାଙ୍କୁ ଧୂପ ଦୀପ ଦେଲୁ, ଫୁଲ ଚନ୍ଦନ ଦେଲୁ, ଆଉ ଗୋଟେ ତାରିଣୀ ମା ଚଢ଼ିବାକୁ ଯାଉଛି ତାକୁ ନାହିଁ କରୁଛୁ। ଏଇଟା ଜ୍ଞାନ ନା ଅଜ୍ଞାନ? କ'ଣ କହୁଛନ୍ତି? ଅଜ୍ଞାନ। ଆସନ୍ତୁ ଆମେ ସିଆଡ଼େ ଯିବା ନାହିଁ। ଜ୍ଞାନ ତ ବହୁତ ଉଚ୍ଚରେ ଅଛି। ଏବେ ଯେତେବେଳେ ଉତ୍କଚ କହିଲା ମୁଁ ଯିବି ଆଜି ମାରିଦେବି, ସେ ଉତ୍କଚ ଆସି ଶଗଡ଼ ଉପରେ ଥିଲା। ସିଏ ସବୁ ଦେଖୁଥିଲା, ତାକୁ କିଏ ଦେଖିପାରୁ? ସେ କୋଉ ସତ୍ତାରେ ଥିଲା? ଅଦୃଶ୍ୟ ସତ୍ତାରେ ଥିଲା। ଘର ପୋଡ଼ିଗଲେ। ଆମେ ଏବେ ମହାକାବ୍ୟ ଚମ୍ପୁକୁ ଯିବା। ଆନନ୍ଦ ବୃନ୍ଦାବନ ଚମ୍ପୁ। ଏ ନାଁ ଯାକ ଶୁଣିଲେ ଆପଣଙ୍କୁ ବଡ଼ ଅଡ଼ୁଆ ଲାଗିବ। ମୁଁ ଯଦି ଏ ଗ୍ରନ୍ଥ ଧରିଥିବି ମୋର କ୍ଷୁଧା ତୃଷା ବି ନଥିବ। ସଂସ୍କୃତ ମହାକାବ୍ୟ ଆନନ୍ଦ ବୃନ୍ଦାବନ ଚମ୍ପୁ। ଆଜି ଦୁଇଟା ମହାକାବ୍ୟର ନାଁ କହିଲି ଚମ୍ପୁର। ଗୋଟେ ଶ୍ରୀ ଗୋପାଳ ଚମ୍ପୁ, ଏଇଟା ଆନନ୍ଦ ବୃନ୍ଦାବନ ଚମ୍ପୁ। ଗୋଟେ ମଣିଷ ଚୋର ପଶିଗଲା ଘରେ। ସିଏ ଚୋର ପଶିଗଲା ବୋଲି ସ୍ପଷ୍ଟ ଭାବେ କହିପାରିବ କି ନାଇଁ? କ'ଣ କହିବ? ଚୋ 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 ଚୋ। ଆଜିକାଲି ସବୁ ପକ୍କା ଘର ହେଇଗଲାଣି। ଆମେ ସମୟରେ ଘର ପୋଡ଼ିର ଦୃଶ୍ୟ ବୋଲି ରଚନା ଲେଖିବାକୁ ପଡ଼ୁଥିଲା। କାହିଁକି ନା ବେଶୀ ଘର ପୋଡ଼ି। ମୁଁ ବାବାଜୀକି କାଲି ପଚାରୁଥିଲି, ଯେଉଁ ନିରଞ୍ଜନ ବାବା ଏଠି ସକାଳେ ବସିଥିଲେ, ତାଙ୍କର ମା ବି ଅଛନ୍ତି। ତାଙ୍କ ମଠକୁ ଲାଗି ସେ ଗାଁର ସବୁ ଘର ପୋଡ଼ିଗଲା। ମାନେ ଦି ପଟ ଘର ଦି ସାହି ଏକାକାର ହେଇ ଜଳିଲା। ମୁଁ ସେତେବେଳେ ଚାକିରି କରୁଥିଲି ସେ ଏରିଆରେ। ଗୋଟେ ଯୋଡ଼େ ବାଉଁଶ ଟାଣିଥିବି, କି ଭାବରେ ନିଆଁ। ବାବାଜୀ ସେତେବେଳକୁ ଜନ୍ମ ହେଇନି। ମୁଁ କହୁଥିଲି ଏ ଘର ପୋଡ଼ିର କି ଭୟଙ୍କର ଦୃଶ୍ୟ। ଘର ପୋଡ଼ିଗଲା ବୋଲି କିଏ କହିପାରିବ? ଭାଇନା ଭାଇନା ଘର ପୋଡ଼ି ହେଉଛି, ଧାଇଁ ଆସ ଧାଇଁ ଆସ, କିଏ କହିପାରିବ କି? ନାଇଁ। କ'ଣ କହିବ? ଚୋର ପଶିଗଲେ ଚୋ ଚୋ ଚୋ, ଘର ପୋଡ଼ିଗଲେ। ସେମିତି ଗୋଟେ ପିଲା ଦୌଡ଼ି ଦୌଡ଼ି ଆସିଲା ଯଶୋମତୀଙ୍କ ପାଖକୁ, କହିଲା ମା 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 ମମ ପାର୍ଶ୍ୱତଃ ଶ୍ରୁ 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 ଶ୍ରୁୟନ୍ତଂ ଜୟ 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 ଯଦା ଚରଣ ମୁମୁକ୍ଷ ପିତବାନୟୋ ତେ ତେ ତେନ ସ୍ପର୍ଶ ମାତ୍ରେଣ ଡି 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 ମୃତୋୟଂ ସକଟ। କଥାଟା ଗଭୀରରେ ବୁଝିବେ। ମା 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 ସେ କହିପାରୁନି, ପାଟି ଲାଗି ଯାଉଛି। ପିଲା ଲୋକ ଡରି ଯାଇଛି। ଆଖିରେ ଦେଖିଲା, ଡି ଡି ଶବ୍ଦ କରି ସବୁଟା ମରିଗଲା। କିଏ ଥିଲା, କେମିତି ମଲା, କ'ଣ ମଲା ଆପଣ ସିନା ଜାଣିଲେ, ସେ ପିଲା କେମିତି ଜାଣିବ? ସେ କହୁଛି ମା 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 ମମ ପାର୍ଶ୍ୱତଃ ଶ୍ରୁୟନ୍ତାମ୍। ମା 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 ମୋ ପାଖରୁ ଶୁଣ। ଏଇ କଥାଟା ବୁଝିଗଲା। ଜୟ ଜୟ ଯଦା ଚରଣ ମୁମୁଥ ପିତବାନୟ। ତମ ପିଲା ଯେତେବେଳେ ପାଦ ଟେକିଦେଲା, ତେ 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 ସ୍ପର୍ଶ ମାତ୍ରେଣ, ପାଦଟା ବାଜିବା ମାତ୍ରକେ ଡି 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 ମୃତୟଂ ସକଟ, ଡି ଡି କରି ସବୁଟା ମରିଗଲା। ଭାଷାଟା ବୁଝିଲେ ନା? ପିଲାର ଭାଷା। ଇଏ ହେଉଛି ଆନନ୍ଦ ବୃନ୍ଦାବନ ଚମ୍ପୁ। ଆଜ୍ଞା, ସାହିତ୍ୟ କଳା ତାର ଗୋଟେ ଗଭୀର ରସ ଅଛି। ସେ ରସ ଯିଏ ପାନ କରିବ, ମହାରାଜ କହିଲା ପରି ସେ ମଧ୍ୟ ରସାମୃତ, କାବ୍ୟ ରସାମୃତ ତାକୁ କୁହାଯାଏ। କାବ୍ୟ ରସାମୃତ। ଆସନ୍ତୁ। କେହି ବୁଝିପାରିଲେନି। ଆରେ କ'ଣ ହେଲା? ସେ ଆଉ କହିପାରୁନି, ଖାଲି ଦେଖଉଛି ଡି 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 ମୃତୟଂ ସକଟ।
କିନ୍ତୁ ପ୍ରକୃତରେ ଘଟଣା ଭଗବାନଙ୍କର ଚରଣ ବାଜିଗଲା ଶଗଡ଼କୁ। ଅସୁରକୁ ବାଜିଲା କି? ଶଗଡ଼କୁ ବାଜିଲା, କିନ୍ତୁ ଅସୁର ଥିଲା ଶଗଡ଼ ଉପରେ, ପୁରୁଣି ଶଗଡ଼, ମାନେ ଜିନିଷ ଲୋଡ଼ ହେଇଥିବା ଶଗଡ଼ ଉପରେ ଥିଲା, ସମୟ ଦେଖି ମାଡ଼ି ବସିଥାନ୍ତା। କିନ୍ତୁ ପ୍ରଭୁ ଅନ୍ତର୍ଯାମୀ ଯେତେବେଳେ ଚକାକୁ ଲଗେଇ ଦେଲେ କରେଣ୍ଟ ଚାର୍ଜ ହେଇଗଲା। ଆଉ ତୀବ୍ର ଜ୍ୟୋତିକ ରୂପ ନେଇ ଅସୁର ହେଲା ଉଭା ହୋଇ। ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ। ନିସ୍ତରିଲି ବୋଲି ଦେଲା ଅନେକ ଆଶିଷ ଘେନିଲା। ଅନେକ ଆଶିଷ ଯେ ନେଲା, ଅନେକ ଆଶିଷ ଯେ ଏ କଥା କିଏ ଜାଣିପାରିଲେନି, ଜାଣିଲେ ଭଗବାନ, ଜାଣିଲା ଅସୁର। ଇଏ କହିଲା ନିସ୍ତରିଲି, ଭଗବାନ ହସିଦେଲେ। କେତେ ଦିନର ପିଲା ଭଗବାନ? 108 ଦିନ 3 ମାସ 18 ଦିନର ପିଲା। ଆଉ ଏଇ ପିଲାଙ୍କର ଆଉ ଛୋଟ ପିଲାମାନେ କିଏ ଜାଣିଲେନି, ଚାରିଆଡ଼େ ପ୍ରଚାର ହେଇଗଲା। ଆପଣ ଭଗବାନଙ୍କର ଏ ଦରଟି ଅଧରର ହସ ଶୁଣି ପାରୁନାହାନ୍ତି? ସେ କାହିଁକି ହସୁଛନ୍ତି? ସେ ହସର ଭାଷା ହେଉଛି, ଆରେ ତମେ ଯେତେ ପାପ କର ନା କାହିଁକି, ମୁଁ ସବୁ ହରଣ କରିଦେବି। ପିଲାରେ କରିବି, ବୁଢ଼ାରେ କରିବି, ବଡ଼ରେ କରିବି, ଯୁବକରେ କରିବି, ଆଉ ସବୁ ରସରେ ମଧ୍ୟ ମୁଁ ପାପ ହରଣ କରିବି। ସମସ୍ତେ ଦୌଡ଼ି ଗଲେ, ଟେକି ଆଣିଲେ, ତାପରେ ଭଗବାନଙ୍କୁ ଆସିଲେ। ୟା ପରେ ପୌଷ ଗଲା, ମାଘ ଗଲା, ତୃଣାବର୍ତ ବଧ ହେଲା। ତୃଣାବର୍ତ ହେଲା ସେତେବେଳେ କହିଲା, ବାଳୁତ ପୁଅ ଏଡ଼େ ଗରୁ ପକାଇ ଦେବି ପଡ଼ି। ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ। ବାଳୁତ ପୁଅ ଏଡ଼େ ଗରୁ ପକାଇ ଦେବି ପରି ମରୁ। ପକାଇ ଦେବି ପରି ମରୁ, ପକାଇ ଦେବି ପରି ମରୁ। ଭଗବାନ ଥିଲେ ଓଜନ। ଯେମିତି ତୃଣାବର୍ତ ଉପରକୁ ନେଇ ଛାଡ଼ିଦେଲା, ମହାପ୍ରଭୁ ତା ଗ୍ରୀବାଟାକୁ ଧରିଦେଲେ, ହାଲୁକା ହେଇଗଲେ। କାହିଁକି ନା ଭଗବାନ ହେଉଛନ୍ତି ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚାପି ସ୍ୱର୍ଣ୍ଣାଙ୍ଗ ଭୋଗ ଇତ୍ୟଙ୍ଗନା। ଏ 6ଟା ଭୋଗରୁ ଐଶ୍ୱର୍ଯ୍ୟ ଗୋଟେ ଭୋଗ। ଏ ଐଶ୍ୱର୍ଯ୍ୟ ମଧ୍ୟ ଷଡ଼ ଐଶ୍ୱର୍ଯ୍ୟ। ସେଥିରେ ନିଷିଦ୍ଧ ଅସିଦ୍ଧ ଲଘିମା ଗ୍ୱାରିମା ସବୁ ଲକ୍ଷଣ ମାନ ଅଛି। ମହାପ୍ରଭୁ ଚାହିଁଲେ ଲଘୁ ହେଇଯିବେ। ହନୁମାନ ସୁରସାର ପାଟି ଭିତରେ ଲଘୁ ହେଇକରି ଛୋଟ ହେଇକରି ପଚିଗଲେନି କି? ଇଆଡ଼େ ବିଶାଳ ଭୟଙ୍କର ହେଇକରି ପାଇଟି ଛିଣ୍ଡେଇ ଦେଲେ। ଇଏ ହେଉଛି ଭଗବତ ଶକ୍ତିର ଲକ୍ଷଣ। ତେଣୁ ମହାପ୍ରଭୁ ଲଘୁ ହେଇପାରିବେ, ଗୁରୁ ହେଇପାରିବେ। ଲଘୁ ହେଇଗଲେ, ହାଲକା ହେଇଗଲେ। ଯେତେବେଳେ ଅସୁରର ଗ୍ରୀବା ଧାରଣ କରିଛନ୍ତି, ଅସୁର ପଡ଼ୁଛି, ମହାପ୍ରଭୁ ପଡ଼ୁଛନ୍ତି, କିଏ ତଳେ ପଡ଼ିଥିବ? ମାନେ ଅସୁର ଅଛି ଶୂନ୍ୟରେ, ମହାପ୍ରଭୁ ଅଛି ତାର ବେକ ଧରିଛନ୍ତି, ତଳକୁ ପଡ଼ୁଛନ୍ତି, ସେ ତ ଛାଡ଼ି ଦେଇଛି। ତାହେଲେ ଏମିତି ବୁଲି ବୁଲି ସବା ତଳେ କିଏ ପଡ଼ିବ? ହାଲୁକା ନା ଓଜନ? ଓଜନ ପଡ଼ିବ। ବୋଧେ ଭୋକ ହେଇଗଲାଣି। ହଉ ହଉ ପରୁନି, ଚିନ୍ତା ନାହିଁ, ସମୟ ବି ହେଲାଣି। ଅସୁର ପଡ଼ିଲା। ଯେନେ ଶୁଭିଲା ଘଡ଼ଘଡ଼ି, ଶୁଭିଲା ଏବେ ଘଡ଼ଘଡ଼ି। ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ। ଗୋପାଳେ ଧାଇ ନଇଲେ, ଯଶୋଦା କୋଳେ ଟେକି ନେଲେ। ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ। ଗୋମୂତ୍ରେଣ ସ୍ନାପୟିତ୍ୱା। ପୂର୍ବ କାଳର ଝାଡ଼ଣ ଫୁଙ୍କଣ ହେଉଛି ମା ମାନେ ଗାଈ ଗୋଠ ଆସିଲା ବେଳକୁ
ଗୋମୂତ୍ର ଟିକେ ଛିଞ୍ଚି ଦେବେ ଗୋ ପୁଚ୍ଛେଣ ମାର୍ଜନମ କୃତ ଗାଈ ଲାଞ୍ଜରେ ଝାଡ଼ି ଦେବେ କିଏ 7 ଥର କିଏ 3 ଥର ପିଲାର ଦୃଷ୍ଟି ଗଲା ଏବେ ତ ଜରିମଡ଼ା ବଟିକା ଇଞ୍ଜେକ୍ସନ ଆଉ ଡାକ୍ତର ନହେଲେ ହବନି ମା ଯାକ ସବୁ ସୁକୁମାରୀ ମା ଆଉ ଗାଈ ମୁତ ନାହିଁ ଦେଖିବାକୁ ଏବେ ଜରି ପୁଡ଼ାରେ ଟଙ୍କାକିଆ ଗୋବର ବିକା ହେଉଛି 2 ଟଙ୍କିଆ ଆରେ ସତ ତମର ବ୍ରହ୍ମପୁରରେ ବିକା ହେଉଛି ଆଉ ଗାଈ ନାହାନ୍ତି ଗୁରୁବାର ପାଇଁ ଗୋବର ପଲିଥିନରେ 2 ଟଙ୍କିଆ ଗୋବର ପ୍ୟାକେଟ ବିକା ହେଉଛି ଆଗକୁ ଗୋବର ପାର୍ସଲରେ କୋଉଠୁ ମଗେଇବାକୁ ପଡ଼ିବ ଅନଲାଇନରେ ଯାହା ପରିସ୍ଥିତି ହେଲାଣି ଗୋ ଜାତିର ସୁରକ୍ଷା ଆମେ ଯଦି ନ କରିବା ତାହେଲେ ଏ ସଂସ୍କାରଟା ନଷ୍ଟ ହେଇଯିବ ଆସନ୍ତୁ ଥୁମ୍ପି ଦେଲେ ମୁଣ୍ଡ ଉପରେ ଦୃଷ୍ଟି କଟିଗଲା ଗୋମୁଛ ପୁଚ୍ଛାଣ ମାର୍ଜନ କୃତ ନନ୍ଦକୁ କହିଲେ ହେଇଟି ତମେ ତ କିଛି ମନ କାନ ଦଉନ ପିଲାକୁ କେତେ କେତେ ବିପତ୍ତି ପଡ଼ିଲା ଭଗବାନ ରକ୍ଷା କଲେ ବୋଲି ସିନା ଟିକେ ଗୁରୁଙ୍କୁ କହି ରିଷ୍ଟ ଖଣ୍ଡନ କର ବାଲ୍ୟ ରିଷ୍ଟ ପଡ଼ିଥିବ ତାପରେ କ'ଣ କଲେ ଆଜି ତ ଆଉ କଥା ହେବାନି କାଲିକେ କଥା ହେବା ଏବେ ଟିକେ ଆନନ୍ଦରେ ଉଦଣ୍ଡ କରିବା ମାତ୍ର 5 ମିନିଟ୍ ପାଇଁ ତାପରେ ବାଲ୍ୟ ପ୍ରସାଦ ମାନେ ଲଘୁ ଆଧାର এই লঘু আধার পরে